ଏଇ ଦଳର ପ୍ରିୟ ନେତୃତ୍ୱ ବୃନ୍ଦକୁ ମୁଁ ପ୍ରଭୁଙ୍କ ନାମରେ ଧନ୍ୟବାଦ ଦେବା ପାଇଁ ଚାହେଁ। ଆମେମାନେ ଯେତେବେଳେ ଆମମାନଙ୍କର ଅ ଖ୍ରୀଷ୍ଟୀୟ ବିଶ୍ୱାସର ଜୀବନକୁ ଆମେ ଦେଖୁ, ବିଶେଷ ଭାବରେ ଅନେକ ଖ୍ରୀଷ୍ଟୀୟ ମଣ୍ଡଳୀରେ ବର୍ଷକୁ ଅନ୍ତତଃ 3ଟି ପର୍ବ ସେମାନେ ପାଳନ କରନ୍ତି, ନୁହେଁ କି? କଣ କଣ? ଗୋଟେ ତ ଅଛି ଖ୍ରୀଷ୍ଟମାସ, ଆଉ ଗୋଟେ ଅଛି ଗୁଡ୍ ଫ୍ରାଇଡେ, ଆଉ ଗୋଟେ ହଉଛି କଣ ଆଜି ଆଜିର ସ୍ପେଶାଲ ଦିନ ପୁନରୁତ୍ଥାନ, ଇଷ୍ଟର ସଣ୍ଡେ, ନୁହେଁ କି? ତ ଏଇ 3ଟି ପର୍ବକୁ ଧୁମଧାମରେ ଅନେକ ମଣ୍ଡଳୀରେ ପାଳନ କରାଯାଏ। ମୁଁ ତା ବିପକ୍ଷରେ ନୁହେଁ, କିନ୍ତୁ ଆମେ ଚିନ୍ତା କରିବା ଆବଶ୍ୟକ ଯେ ବାସ୍ତବରେ ଯୋଉ ମହତ୍ଵ ତାର ରହିଛି ତା ପଛରେ ଆମେ ତାର ପ୍ରକୃତ ଅର୍ଥକୁ ଜାଣିବା ଆବଶ୍ୟକ ଏବଂ ତଦ୍ ଅନୁସାରେ ଆମେ ଆମମାନଙ୍କର ଦିନ ଗୁଡିକକୁ ଆମେ ପାଳନ କରିବା ଆବଶ୍ୟକ। ଆଉ ମୁଁ ବହୁତ ଖୁସି ଯେ ଆଜି ଆପଣମାନେ ଏକ ଯୁବା ଦଳ ପ୍ରଭୁଙ୍କର ବାକ୍ୟରେ ବଢିବା ପାଇଁ ପ୍ରତ୍ୟେକ ସପ୍ତାହ ଯୋଡି ହଉଛନ୍ତି, ପ୍ରଭୁଙ୍କର ବାକ୍ୟରେ ବଢୁଛନ୍ତି। ଆଉ ବିଶେଷ ଭାବରେ ଧନ୍ୟବାଦ ଦେବା ପାଇଁ ଚାହେଁ ଯେ ଆଜି ଯେତେବେଳେ ଜଗତରେ ଅନେକ ଯୁବା ଯୁବତୀ ମାନେ ବିଭିନ୍ନ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ପ୍ରଭୁ ଏକ ବିଶେଷ ଲୋକମାନଙ୍କୁ ତାଙ୍କର ଆତ୍ମାଙ୍କ ଦ୍ୱାରା ଚାଳନା ଦେଇକି ତାଙ୍କର ଆରାଧନା କରିବା ପାଇଁ, ବାକ୍ୟରେ ବଢିବା ପାଇଁ, ପରସ୍ପରକୁ ଉତ୍ସାହିତ କରିବା ପାଇଁ ଏବେ ମଧ୍ୟ ଅନେକ ଲୋକମାନଙ୍କୁ ରଖିଅଛନ୍ତି। ଆଉ ଏହା ଏକ ସାଧାରଣ ବିଷୟ ନୁହେଁ। ତେବେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଯେ ପ୍ରଭୁ ଆମମାନଙ୍କ ଜୀବନରେ ମହାନ କାର୍ଯ୍ୟ କରି ଆସୁଅଛନ୍ତି। ଆଉ ଯୋଉ ପରମେଶ୍ୱରଙ୍କର ଆମେ ଆରାଧନା କରୁଛୁ, ଯୋଉ ଯୀଶୁଙ୍କର ଆମେ ଅ ଆରାଧନା କରୁଛୁ, ସେ ଯେମିତିକି ଆମେ ଶୁଣୁଥିଲୁ ଆରାଧନାରେ, ସେ ଆଉ ମୃତ୍ୟୁ ପରମେଶ୍ୱର ନୁହନ୍ତି, ସେ ପୁନର୍ଜୀବିତ ପରମେଶ୍ୱର। ଆଉ ପୁନର୍ଜୀବିତ ପରମେଶ୍ୱର ସେ, ଆଉ ସେଥିପାଇଁ ଆମମାନଙ୍କର ଜୀବନରେ ମଧ୍ୟ ଏକ ଜୀବନର ଆଶା ଏବଂ ଭରସା ସେ ଦେଇଥାନ୍ତି। ଆଜି ଯେତେବେଳେ ଜଗତର ଅନେକ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନକୁ ସ୍ମରଣ କଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ମୃତ୍ୟୁରୁ ଉଠି ଅଛନ୍ତି ସେ ବାର୍ତ୍ତାଟା ଜଗତକୁ ଜଣାଇଲେ, ସେହି ବାର୍ତ୍ତା ଆଜି ଆମମାନଙ୍କର ବ୍ୟକ୍ତିଗତ ଜୀବନରେ କେଉଁ ପ୍ରକାର ଭାବରେ କାର୍ଯ୍ୟ କରିବା ଆବଶ୍ୟକ ତାହା ଆମେ ଅଳ୍ପ ସମୟ ଚିନ୍ତା କରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହେଲେ, ପୁନରୁଦ୍ଧିତ ହେଇକି ସେ ସ୍ୱର୍ଗରେ ଅଛନ୍ତି। ବର୍ତ୍ତମାନ ସେହି ସତ୍ୟତା ଉପରେ ଆଜି ଆମମାନଙ୍କର ଜୀବନ କେମିତି ଅତିବାହିତ ହେବା ଆବଶ୍ୟକ, ତାହା ହେଉଛି ଆମମାନଙ୍କର ଏକ ବିଶେଷ ବିଷୟ ଯାହାକି ଆମେ ଚିନ୍ତା କରିବା ଆବଶ୍ୟକ। ଗୋଟେ ପ୍ରଶ୍ନ ମୁଁ ପଚାରିବା ପାଇଁ ଚାହେଁ ଆପଣମାନଙ୍କୁ। What is the difference between a dead person and a alive person? ଜଣେ ମୃତ ବ୍ୟକ୍ତି ଏବଂ ଜଣେ ଜୀବିତ ବ୍ୟକ୍ତି ମଧ୍ୟରେ ପାର୍ଥକ୍ୟ କଣ ଥାଏ କହିପାରିବେ କି? ମୃତ ବ୍ୟକ୍ତି ଆଉ ଜୀବିତ ବ୍ୟକ୍ତି ମଧ୍ୟରେ ବହୁତ ପାର୍ଥକ୍ୟ ଅଛି, ଆଉ ମତେ ଏହା ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ। ପ୍ରଥମତଃ ମୃତ ବ୍ୟକ୍ତି ଠାରେ ଜୀବନ ହିଁ ନାହିଁ, କିନ୍ତୁ ଜଣେ ଜୀବିତ ବ୍ୟକ୍ତି ଠାରେ ଜୀବନ ଅଛି। ମୃତ ବ୍ୟକ୍ତିର କୌଣସି ପ୍ରକାରର ଚଞ୍ଚଳତା ନାହିଁ, ସେ ସମାପ୍ତ ହେଇଯାଇଛି, ତାର ଜୀବନରେ ଆଉ କୌଣସି ଆଶା ଭରସା ନାହିଁ। କିନ୍ତୁ ଜଣେ ଜୀବିତ ବ୍ୟକ୍ତି ପାଖରେ ଚଞ୍ଚଳତା ଅଛି, ମୁଭମେଣ୍ଟସ ଅଛି, ଆଗ୍ରହ ଅଛି, ଆକାଂକ୍ଷା ଅଛି, ଲକ୍ଷ୍ୟ ଅଛି, ଭରସା ଅଛି, ଆଶା ଅଛି, ଉଦ୍ଦୀପନା ଅଛି। ସେ ଭଲ ହଉ କିମ୍ବା ମନ୍ଦ ହଉ, ଯେକୌଣସି କ୍ଷେତ୍ରରେ ସେ ତା ଜୀବନରେ ଅଗ୍ରସର ହେଉଛି। କିନ୍ତୁ ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ ଆମେ ଚିନ୍ତା କରୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ ମାନଙ୍କ ମଧ୍ୟରୁ ସେ ଉଠିଲେ। ଆଉ ଯୋଉମାନେ ତାଙ୍କର ବିଶ୍ୱାସ କରନ୍ତି ସେମାନଙ୍କର ନିମନ୍ତେ ଏକ ଆଶା ଏବଂ ଭରସା ଦେଲେ ଯେ ଯୋଉମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନେ ମଧ୍ୟ ଦିନେ ନା ଦିନେ ମୃତ୍ୟୁରୁ ସେମାନେ ଉତ୍ଥାପିତ ହେବେ। ତେବେ ପାଉଲଙ୍କର ଲେଖାରୁ ମୁଁ ଗୋଟେ ଅଂଶ ଆପଣଙ୍କ ନିକଟରେ ପ୍ରକାଶ କରିବା ପାଇଁ ଚାହେଁ, ଆଉ ସେଥିରୁ କେତୋଟି ବିଷୟ ଆମେ ଶିଖିବା। ଯେ ଆମେ ଯେତେବେଳେ ପ୍ରଭୁଙ୍କ ଠାରେ ଉତ୍ଥିତ ହେଇଅଛୁ, ପ୍ରଭୁଙ୍କ ଠାରେ ଯଦି ଆମେ ବିଶ୍ୱାସ କରିଅଛୁ ଆଉ ପ୍ରଭୁଙ୍କ ଠାରେ ଯଦି ଆମେ ଉତ୍ଥାନ ପାଇଛୁ, ଆମେ ଯଦି ପ୍ରଭୁଙ୍କ ଠାରେ ଆମେ ବିଶ୍ୱାସ କରିକି ଅନନ୍ତ ଜୀବନ ପ୍ରାପ୍ତ କରିଅଛୁ, ତେବେ ଆମମାନଙ୍କର ଜୀବନ ଶୈଳୀ କେମିତି ହେବା ଆବଶ୍ୟକ, ଆମେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ, ତାହା ମୁଁ ଆଜି ସନ୍ଧ୍ୟାରେ ଆପଣମାନଙ୍କ ନିକଟରେ ଜଣେଇବା ପାଇଁ ଚାହେଁ। ମୋ ସହିତ ଖୋଲିବେ କଲସ୍ୟ ପତ୍ର, ପାଉଲଙ୍କର ଲେଖା କଲସ୍ୟ।
ପାଲଙ୍କର ପତ୍ର ମାନଙ୍କର ମଧ୍ୟରୁ ଏକ ବିଶେଷ ପତ୍ର ଯୋଉଠି ପ୍ରଭୁ ଖ୍ରୀଷ୍ଟଙ୍କର ବର୍ଣ୍ଣନା ଅତି ଉଚ୍ଚତର ଭାବରେ ପାଉଲ ଲେଖନ୍ତି। ପାଉଲ ଏହି ପତ୍ରରେ ବିଶେଷ କରି ପ୍ରଭୁ ଖ୍ରୀଷ୍ଟଙ୍କର ଯୋଉ ମହାନତା, ତାଙ୍କର ସର୍ବଶ୍ରେଷ୍ଠତା, ଆଉ ମଣ୍ଡଳୀରେ ସେ ଯେ ହଉଛନ୍ତି ମୁଖ୍ୟ, ଆଉ ସେ ମଣ୍ଡଳୀର ମୁଖ୍ୟ ହେବା ଯୋଗୁ ଆମେ ତାଙ୍କର ଶରୀର ରୂପକ ମଣ୍ଡଳୀରେ ଆମେ କେମିତି ଆଚରଣ କରିବା, ଆମମାନଙ୍କର ଜୀବନ ଯାପନ କେମିତି ହେବା ଆବଶ୍ୟକ, ସେ ବିଷୟକୁ ସେ ଏହି ପତ୍ରର ଲେଖନ୍ତି। ତ ପ୍ରଥମ 2ଟି ଅଧ୍ୟାୟରେ ସେ ଆମମାନଙ୍କର ପରିଚୟ ପ୍ରଭୁ ଖ୍ରୀଷ୍ଟଙ୍କ ଠାରେ କଣ ଅଛି ସେ ବିଷୟରେ ଲେଖନ୍ତି। ଆଉ 3 ଅଧ୍ୟାୟ ଆଉ 4 ଅଧ୍ୟାୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ଯେତେବେଳେ ଅଛୁ, ଆମମାନଙ୍କର ଜୀବନ ପ୍ରଭୁଙ୍କ ଠାରେ କେମିତି ହେବା ଆବଶ୍ୟକ ସେଇ ବିଷୟରେ ସେ ଲେଖନ୍ତି। ଆମର 3 ଅଧ୍ୟାୟର ପ୍ରଥମ 4ଟି ପଦକୁ ଆଜି ଆମେ ଧ୍ୟାନ କରିବା। କଲୋସିଆନ୍ସ ଚାପ୍ଟର 3 verses 1 to 4। ଏ ଜଣେ ଓଡ଼ିଆରେ ପଢି ଦିଅନ୍ତୁ ସ୍ପଷ୍ଟ ଭାବରେ। କଲୋସିୟ 3 ଅଧ୍ୟାୟ 1-4। ତୁମେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେଇ ଊର୍ଦ୍ଧ୍ୱସ୍ଥ ସ୍ଥାନର ବିଷୟ ସବୁକୁ ଅନ୍ୱେଷଣ କର। ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ, କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମମାନଙ୍କର ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ। ଆମେନ୍। Thank you sister, praise the Lord, amen। ପ୍ରଭୁଙ୍କର ବାକ୍ୟ ଯେପରି ଆମମାନଙ୍କ ହୃଦୟରେ କାର୍ଯ୍ୟ କରିବ, ଆମେ ଯେପରି ପ୍ରଭୁଙ୍କର ବାକ୍ୟ ଅନୁସାରେ ଜୀବନ ଯାପନ କରିବା ପାଇଁ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ନେବା, ସେଥିପାଇଁ ପ୍ରାର୍ଥନା ପୂର୍ବକ ବସିବା। ପ୍ରଭୁ ଯୋଉ ବାକ୍ୟଟି ପଢିଲି ମୁଁ, ସେ ବାକ୍ୟ ଦ୍ଵାରା ମତେ କଥା କୁହ, ମୋର ଚକ୍ଷୁକୁ ଉନ୍ମୁକ୍ତ କର, ଯେପରି ମୁଁ ତୁମର ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇପାରିବି ଏବଂ ପ୍ରଭୁଙ୍କର ବାକ୍ୟକୁ ମୋ ଜୀବନରେ ପ୍ରୟୋଗ କରିପାରିବି। ସେଇ ପ୍ରକାର ମନୋଭାବରେ ଯଦି ଆମେ ବସିବା ପ୍ରିୟମାନେ, ତାହେଲେ ପ୍ରଭୁ ଆମମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବେ। ଆମେ ଅନେକ ସମୟରେ ବାକ୍ୟ ଖୋଲୁ, ବାକ୍ୟ ପଢିଥାଉ, କିନ୍ତୁ ଯେତେବେଳେ ଆମେ ବାକ୍ୟକୁ ବନ୍ଦ କରିଦେଇଥାଉ, ତାହା ମଧ୍ୟ ଆମମାନଙ୍କର ଦିମାଗରୁ, ଆମମାନଙ୍କର ମନରୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେଇଯାଇଥାଏ। ତ ପ୍ରଭୁ କଥା କୁହନ୍ତି, ପ୍ରଭୁ କଥା କୁହନ୍ତି, କିନ୍ତୁ ଆପଣମାନେ ତାହାକୁ କେତେ ଭାବରେ, କେତେ ଗମ୍ଭୀରତାର ସହିତ ଶୁଣନ୍ତି ଆଉ ଜୀବନରେ ପ୍ରୟୋଗ କରିବା ପାଇଁ ପ୍ରାର୍ଥନା କରନ୍ତି, ସମର୍ପଣ କରନ୍ତି, ତାହା ଆପଣଙ୍କ ଉପରେ ନିର୍ଭର କରେ। ମନେକର ବର୍ଷା ବହୁତ ହଉଛି, ଆଉ ଆପଣଙ୍କୁ ଜଳର ଆବଶ୍ୟକତା ଅଛି। ଯଦି ଆପଣ ଡେକ୍ଚିକୁ ନେଇଯିବେ, ଗୋଟେ ହାଣ୍ଡିକୁ ନେଇଯିବେ, ଆଉ ସେ ହାଣ୍ଡିକୁ ଆପଣ କେମିତି ରଖୁଛନ୍ତି, ତାହା ଡିପେଣ୍ଡ କରେ ଆପଣଙ୍କର ହାଣ୍ଡିରେ ଜଳ ଭର୍ତ୍ତି ହବ କି ନାହିଁ। ଯଦି ହାଣ୍ଡିକୁ ଉଲ୍ଟା ରଖିବେ, ଯେତେ ବର୍ଷା ହେଲେ ବି ହାଣ୍ଡିରେ ପାଣି ଭର୍ତ୍ତି ହବ କି? ହବ କି? କେବେ ମଧ୍ୟ ହବ ନାହିଁ। ଆପଣ ଯଦି ହାଣ୍ଡିକୁ ସିଧା ରଖିବେ, ତାହେଲେ ଯେ ସେ ହାଣ୍ଡିରେ ଜଳ ଭର୍ତ୍ତି ହେବ। ଠିକ ତଦ୍ରୂପ ଯେତେ ବି ବାକ୍ୟ ରୋପଣ ହଉ, ଆପଣ ମାନେ ଯେତେ ବି ପ୍ରଭୁଙ୍କର ବାକ୍ୟ ଖୋଲିକି ପଢନ୍ତୁ, ଯେତେ ବି ଧ୍ୟାନ କରନ୍ତୁ, ଯେ ପର୍ଯ୍ୟନ୍ତ ପ୍ରଭୁଙ୍କର ବାକ୍ୟ ଆପଣଙ୍କର ହୃଦୟକୁ ସ୍ପର୍ଶ କରୁନାହିଁ, ଆପଣଙ୍କର ହୃଦୟରେ ତାହା କାର୍ଯ୍ୟକାରୀ ହଉନାହିଁ, ତାହେଲେ କୌଣସି ପ୍ରକାର ତାହା ଆମମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଲାଭଦାୟକ ନୁହେଁ। ତ ଫର୍ଷ୍ଟ ଥିଙ୍ଗ, ବାଇବେଲ ଆମମାନଙ୍କର ଜୀବନକୁ ପରିବର୍ତ୍ତନ କରିବା ଆବଶ୍ୟକ। ପ୍ରଭୁ ଖ୍ରୀଷ୍ଟଙ୍କର ମୃତ୍ୟୁରୁ ପୁନରୁତ୍ଥାନ ଏକ ପରିବର୍ତ୍ତନର ବିଷୟ। ସେ ମୃତ୍ୟୁରୁ ଜୀବିତ ହେଲେ ତାହା ଏକ ପରିବର୍ତ୍ତନର ଏକ ବାର୍ତ୍ତାକୁ ପ୍ରକାଶ କରିଥାଏ ସର୍ବପ୍ରଥମେ। ଆଉ ସେଥିପାଇଁ ଆମେମାନେ ମଧ୍ୟ ଆମମାନଙ୍କ ଜୀବନରେ ଯେତେବେଳେ ବାଇବେଲକୁ ଆପ୍ରୋଚ କରୁଛୁ, ଯେକୌଣସି ଶାସ୍ତ୍ର ଅନୁସାରେ ପଢୁଛୁ, ତାହା ଆମମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଟ୍ରାନ୍ସଫର୍ମେସନ, ଜଗତରେ ଅନେକ ପୁସ୍ତକ ଅଛି, ଇନଫର୍ମେସନ ଦେଇଥାଏ। ଜଗତରେ ଅନେକ ପୁସ୍ତକ ଅଛି, ଆମମାନଙ୍କୁ ଇନ୍ସପାଇରେସନ କରିଥାଏ, କିନ୍ତୁ ବାଇବେଲ ହିଁ ଏକ ପୁସ୍ତକ, ଯେଉଁ ପୁସ୍ତକ ମାଧ୍ୟମରେ ଜଣେ ବ୍ୟକ୍ତି ଯେଡ଼େ ବଡ଼ ପାପୀ ବି ଥାଉ, ତାର ଜୀବନରେ ପରିବର୍ତ୍ତନ ଆଣିଥାଏ। ଇଟ୍ ବ୍ରିଙ୍ଗସ୍ ଟ୍ରାନ୍ସଫର୍ମେସନ ଫର ଏ ପର୍ସନ। ଆଜି ମୁଁ ପ୍ରାର୍ଥନା କରେ ଯେ ଆପଣମାନେ ଯେତେ ଯୁବା ଯୁବତୀ ଏଠାରେ ଅଛନ୍ତି, ଆଜିର ବାକ୍ୟ ଦ୍ୱାରା ଆପଣମାନଙ୍କର ଜୀବନ ପରିବର୍ତ୍ତନ ହେଉ, ଆପଣମାନେ ଏକ ଟ୍ରାନ୍ସଫର୍ମ ଲାଇଫ, ଏକ ପରିବର୍ତ୍ତିତ ଜୀବନ ଯାପନରେ ଆପଣମାନେ ଅଗ୍ରସର ହୁଅନ୍ତୁ। ଅଲରାଇଟ, ଆମେ ଯେତେବେଳେ କଲୋସିୟ 3 ଅଧ୍ୟାୟର ଏଇ 4ଟି ପଦକୁ ପଢିଲୁ, ଆମେ 2ଟି ବିଷୟଟେ ଦେଖିବାକୁ ପାଇବା। ପ୍ରଥମ ବିଷୟ ଯେ ପାଉଲ କହନ୍ତି ଯେ ତୁମେ ମାନେ କିଏ, ତୁମମାନଙ୍କର ପଦବୀ କଣ, ତୁମାନେ କେଉଁ ପ୍ରକାର ଅବସ୍ଥାରେ ଅଛ,
तुमने जिते जन प्रभु जीशु ख्रीष्ट को विश्वास करिअछ तुमे क्यों स्थान क्यों स्थान को प्रभु आनिक तुमको रखिछंती। सो प्रथम विषय होची जे ए चारोटी पदरे जे प्रभुंकर द्वारा कौन कार्य हो सारी। ओके, प्रभु आमर उद्धार निमंते आमर परित्राण निमंते कौन करछंती से प्रथमे कहंती। तापर द्वितीय विषय हम देखिबा जे परमेश्वर जिते आम जीवन महान कार्य कर आमर तार प्रति आमर जवाब प्रति उत्तर आम केमी हवा आवश्यक आमर दायित्व आमर जो रेस्पॉन्सिबिलिटीज आम कौन करवा आवश्यक से विषय को आम ध्यान देवा। सो फर्स्ट थिंग आम देखुँ जे ये जो चारोटी पद को पढ़ा जदि मुझे ऑर्डर रखी जिते पढ़ुछु वाक्य को जब आम श्रृंखलित भाव में व्यवस्थित भाव में सजाड़ा तेरे तार अर्थटा को आम जीवन में प्रयोग कर। that is the methods of biblical interpretation। बाइबल को आपण पढ़ते बाइबल रो सीक्वेंस जो पद को पढ़िले बा जो शास्त्रांश को पढ़ते यू शुड फाइंड आउट द सिस्टमैटिक अप्रोच टू द वर्ड ऑफ गॉड। प्रभुंकर वाक्य व्यवस्थित भाव में क्यों विषय लिखा अच्छी ताहा बुझिबा आवश्यक। प्रथम विषय हम देखु जे से कहते जे तो माने जेते जेबे कृष्ण सहित उत्थित होई अछ तेरे ईश्वर को दक्षिण पार्श्व उपविष्ट कृष्ण जो बासस्थान से ऊर्ध्व स्थान विषय सब अन्वेषण कर। पार्थिव विश्व आसक्त न हो ऊर्ध्वस्थ विश्व आसक्त हो कारण तुम्हें माने मरी अछ तुम जीवन ईश्वर ठारे कृष्ण सहित गुप्त अच्छी आम जीवन स्वरूप जे ख्रीष्ट जिते से प्रकाशित हेबे से तुम्हें सहित गौरव प्रकाशित हेब। वर्तमान जो वाक्य को आम पढ़ीछु द्वितीय थर पढ़िली कारण ताहा अति स्पष्ट भाव में बुझीपर से आपण द्वितीय थर पढ़े सिक्वेंस ऑर्डर जदि आम देखा आम पदरे पद गुड़िक प्रथमटा हूँ तु माने मरी अछ तापर आम जीवित हेलु ना तो प्रभुंकर ठारे आम मरी अछु पाउल कौन कहना चाहती तीन पदरे कारण तुम मैंने मरी अछ तार अर्थ कौन आम मैंने मरी अछु कि शारीरिक भाव में आमर श्वास चली कि बंद हो गला समस्त जीवित अच्छु तेज कहीं पौल कहे तुम मरी अछ क्यों क्षेत्र में जड़े व्यक्ति मरी अच्छी आप चिंता कर पौल कहते जे तुमने तुमर पाप प्रति मृत ही अच्छ ये विषय को जब आम अन्य शास्त्र अंश को पढ़ी देखा से शास्त्र अंश गुड़िक स्पष्ट लिखा जाए आम पाप प्रति मृत ही अच्छु पार्थिव विषय प्रति मृत हो जो जीवन जापन आम पूर्व करूँ से पुरातन जीवन प्रति आम मृत हो नूतन स्वभाव केमी आम जीवन परिधान करवा से विषय को पाउल एठार लिखती जिते आमर जामा आमर पोशाक जदि मैला हो जाए आम कौन से मैला पोशाक को सब पिंधापी पसंद करू कि आम जो जानी मोर मोर सार्ट टा बहुत मैला हो जाए कौन करवा सार्ट को खोलीदे आ नुआ सार्ट पिंधा ठीक से प्रकार जिते आम जीवन में आम बुझी पार्लु जे मु जड़े पापी आ मो पाप द्वारा मुझे ईश्वर निकट को जापरि ना से समय आम जो प्रभु विश्वास कलु आम जीवन में आम परित्राण पाइलु उद्धार पाइलु आम पुरातन विश्व सब लोप पाइला आम प्रभु ठारे एक नूतन सृष्टि होइछु आम नूतन जीवन आचरण जो करुछु आमर पुरातन स्वभावटा मृत हो जाइथिबा आवश्यक। तो प्रथम प्रश्न आपण मान निमंते जे कौन कौन आपणकर पुरातन स्वभाव से पुरातन स्वभाव रे आपण आज मृत अछंती कि जीवित थाई कि मध्य प्रभु ठारे अनेक लोक माने मृत परि आचरण करती। आज जदि आम वास्तव में प्रभु को विश्वास करियछु उद्धारकर्ता भाव में प्रभु यीशु ख्रीष्ट जीवित परमेश्वर आ मु तांको सहित जीवित अच्छी ताले सही प्रकार विश्वास रो जीवन आमनकर हेबा आवश्यक। गलात्य 2 अध्याय 20 पद रे पाउल गोटे विषय कहती आ कौन कहती मु ख्रीष्ट सहित क्रूसरे हत होई अछि मु आ जीवित नुहे मात्र ख्रीष्ट मुठारे जीवित अछंती
ପୁଣି ମୁଁ ଶରୀରରେ ଯେଉଁ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି ତା ବିଶ୍ୱାସରେ ଅର୍ଥାତ୍ ଈଶ୍ୱରଙ୍କର ଯୋଉ ପୁତ୍ର ମତେ ପ୍ରେମ କଲେ କରି ମୋ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ ତାହା ଗୋଟେ ବିଶ୍ୱାସ କରି ଯାପନ କରୁଅଛି। What a bold statement ଏଠାରେ ପାଉଲ ଲେଖନ୍ତି ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ଆମେ ଯେତେବେଳେ ଗୁଡ୍ ଫ୍ରାଇଡେ ପାଳନ କରୁଛୁ ପ୍ରଭୁ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ସ୍ମରଣ କରୁଛୁ, କିନ୍ତୁ ଆମେ ମଧ୍ୟ ମନେ ରଖିବା କଥା ଯେ ଆମେ ସେଇ ପାପରେ ମୃତ ହେଲୁ। ଆମମାନଙ୍କର ପୁରାତନ ସ୍ୱଭାବକୁ ମୁଁ ବି କ୍ରୁଶରେ ଟାଙ୍ଗିଦେଲି। ଆମେ ଆଜି ଆମମାନଙ୍କର ପାପରେ ପ୍ରତି ଆମେ ମୃତ ହେଇଛୁ କି ନା ଆଜି ମଧ୍ୟ ଆମମାନଙ୍କର ଜୀବନରେ ପାପ ପ୍ରତି ଆମମାନଙ୍କର ବ୍ୟବହାର ସବୁ ରହିଛି, ଆମେ ଚିନ୍ତା କରିବା ଆବଶ୍ୟକ। ଆପଣ ଯେତେ ଭଲ ଗୀତ ଗାଆନ୍ତୁ, ଯେତେ ଭଲ ବାକ୍ୟ ପଢନ୍ତୁ, ଯେତେ ଭଲ ପ୍ରାର୍ଥନା କରନ୍ତୁ, ଯଦି ଆପଣଙ୍କର ଜୀବନରେ ପାପ ପ୍ରତି ମୃତ ଦେଖା ଦେଇନାହିଁ, ପାପ ପ୍ରତି ସମ୍ପୂର୍ଣ୍ଣ ଆପଣ ମୃତ ହେଇନାହାନ୍ତି, ତାହେଲେ ଜୀବନରେ ଆପଣଙ୍କର ଏବେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ଅଛି ପ୍ରିୟମାନେ। and that has to happen। ତେବେ ଯେ ଆମେ ଏକ ଜୀବିତ ପ୍ରଭୁଙ୍କର ଜୀବିତ ସନ୍ତାନ ଭାବରେ ଆମେ ଜୀବନ ଯାପନ କରିପାରିବା। ତାପରେ ଲେଖା ଅଛି କେବଳ ଆମେ ମୃତ ହିଁ ନାହୁଁ, ଦ୍ୱିତୀୟ ବିଷୟ ଯଦି ଆମେ ଦେଖିବା ଆମେ ଉତ୍ଥିତ ହେଇଅଛୁ। ପ୍ରଥମ ଧାଡ଼ିରେ ଏକା ପଢୁଛୁ 3:1 ତୁମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ। ତ ଥରେ ଆମେ ମୃତ ହେଲୁ ପାପ ପ୍ରତି, ଆମମାନେ ଆମମାନଙ୍କର ପୁରାତନ ସ୍ୱଭାବକୁ ମାରିଦେଲୁ। କ୍ରୁଶରେ ଯୋଉ ହତ ହେଲେ ଯୀଶୁ, ସେଇ କ୍ରୁଶରେ ମୁଁ ମଧ୍ୟ ମୋର ପାପରେ ମୁଁ ମୃତ ହେଲି। କିନ୍ତୁ ଯେତେବେଳେ ପ୍ରଭୁ ଖ୍ରୀଷ୍ଟ ପୁନରୁତ୍ଥିତ ହେଲେ ମୋର ଜୀବନରେ ମଧ୍ୟ ମୁଁ ପ୍ରଭୁଙ୍କ ସହିତ ଉତ୍ଥିତ ହେଇଅଛି। ଆଉ ସେଇ ବିଷୟ ଆମେ ଆମ ଜୀବନରେ ଚିନ୍ତା କରିବା ଆବଶ୍ୟକ ଯେ ମୁଁ ଆଜି ଆଉ ମୃତ ନୁହେଁ, ମୁଁ ଆଜି ପ୍ରଭୁଙ୍କ ସହିତ ଉତ୍ଥିତ ହୋଇଅଛି। ପାପରେ ମୃତ ହେଲେ, କିନ୍ତୁ ବର୍ତ୍ତମାନ ପ୍ରଭୁ ଖ୍ରୀଷ୍ଟଙ୍କ ଠାରେ ଏକ ପବିତ୍ରତାର ଜୀବନରେ, ଏକ ଗୌରବର ଜୀବନରେ, ଏକ ଭରସାର ଜୀବନରେ, ଏକ ଆଶାର ଜୀବନରେ ପ୍ରଭୁଙ୍କ ଠାରେ ମୁଁ ଉତ୍ଥିତ ହେଇଅଛି। ଏକ ରେଷ୍ଟ ଖ୍ରୀଷ୍ଟିଆନ। ପ୍ରଥମଟା କଣ? we have been dead to sin। ପାପ ପ୍ରତି ମୃତ ର ଏକ ଜୀବନ ଯାପନ ହେବା ଆବଶ୍ୟକ। ଦ୍ୱିତୀୟଟା ହେଉଛି ଆମେ ଏକ ଉତ୍ଥିତ ଖ୍ରୀଷ୍ଟିଆନ ପରି ଏକ ଉଚ୍ଚ ପଦବୀରେ ଆମମାନଙ୍କୁ ପ୍ରଭୁ ରଖିଛନ୍ତି, ସେଇ ପଦବୀ ଅନୁସାରେ ଆମେ ଆମମାନଙ୍କ ଜୀବନ ଯାପନ କରିବା ଆବଶ୍ୟକ। ଆଉ ତୃତୀୟ ବିଷୟ ଆମେ ଦେଖୁଛୁ ଲେଖା ଅଛି ଯେ ଆମେ ଯଦି ପଢିବା ସେଇ 3 ପଦ, ତୁମମାନଙ୍କର ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଆମେ ମୃତ ହେଲୁ ପାପ ପ୍ରତି, ତାପରେ ପ୍ରଭୁ ଆମମାନଙ୍କୁ ଉଠାଇଲେ। ଆଉ ଏଇ ଉଠେଇବା, ଏଇ ଉତ୍ଥିତ ଜୀବନରେ ପ୍ରଭୁ ଆମମାନଙ୍କର ଜୀବନକୁ ଖ୍ରୀଷ୍ଟଙ୍କ ଠାରେ, ଈଶ୍ୱରଙ୍କର ଠାରେ ସୁରକ୍ଷିତ ରଖିଛନ୍ତି, ଗୁପ୍ତ ରଖିଛନ୍ତି। ତାର ଅର୍ଥ ଖ୍ରୀଷ୍ଟଙ୍କ ଠାରେ ଈଶ୍ୱର ଆଉ ଈଶ୍ୱରଙ୍କର ସହିତ ଆମେ ଗୁପ୍ତ, ମାନେ ସେକ୍ୟୁରିଟି। ଆମେ କେତେ ସୁରକ୍ଷିତ ଅଛୁ ସେ ବିଷୟକୁ ସେ ପଦ ପ୍ରକାଶ କରିଥାଏ। ପରମେଶ୍ୱରଙ୍କର ବାହୁରେ ଖ୍ରୀଷ୍ଟଙ୍କର ସହିତ ଆମେ ତାଙ୍କଠାରେ ଗୁପ୍ତ ଅଛୁ। ଗୁପ୍ତ ଅଛୁ ଇନ୍ ଏ ସେନ୍ସ, ଆଜି ହୁଏତ ଅନେକ ଲୋକମାନେ ଆମମାନଙ୍କର ବିଶ୍ୱାସକୁ ଜାଣନ୍ତି ନାହିଁ। ଆଜି ଅନେକ ଲୋକମାନେ ହୁଏତ ଆମମାନଙ୍କର ପରିଚୟକୁ ଜାଣନ୍ତି ନାହିଁ। ଆଜି ହୁଏତ ଅନେକ ଲୋକମାନେ ମୋ ଜୀବନରେ କଣ ହବ କଣ ନାହିଁ ଜାଣନ୍ତି ନାହିଁ। କିନ୍ତୁ ଦିନେ ଆସୁଛି ଯୋଉ ଦିନ କି ଲେଖା ଅଛି ଯେମିତି 4 ପଦରେ ଯେ ସେତେବେଳେ ତୁମମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ। ସୋ ଆମେ ପ୍ରକାଶିତ ହେବା ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ଜୀବନରେ ସେ ଏଇ ଜଗତକୁ ସେ ଆସିବେ। ତେବେ ପ୍ରଭୁ ଆମମାନଙ୍କ ଜୀବନରେ ଆମମାନଙ୍କର ଯୋଉ 3ଟି ଷ୍ଟାଟସ୍ ଦେଇଛନ୍ତି, ଆମେ ପାପ ପ୍ରତି ମୃତ ହେଲୁ, ଆମମାନଙ୍କର ଜୀବନରେ ଆମେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହେଇଅଛୁ, ଆଉ ଆମମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ଠାରେ ଗୁପ୍ତ ରହିଅଛି। ତେବେ ଏଇ ଯୋଉ 3ଟି ବିଷୟ ଆମମାନଙ୍କ ଜୀବନରେ ପ୍ରଭୁ କରିଛନ୍ତି, ତା ପ୍ରତିବଦଳରେ ଆମେ କଣ କରିପାରିବା? 2ଟା ଇମ୍ପାରାଟିଭ୍ସ ବା ଆଜ୍ଞା ବା କାର୍ଯ୍ୟକାରୀ କରିବାର ଶବ୍ଦ ମଧ୍ୟ ଏହି 4ଟି ପଦରେ ଅଛି। ପ୍ରଥମଟା ହେଉଛି ଆମେ ଯଦି 1 ପଦ ପଢିବା, ଲେଖା ଅଛି ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯୋଉ ବାସସ୍ଥାନ, ସେଇ ଉର୍ଦ୍ଧ୍ୱ ସ୍ଥାନର ବିଷୟ ସବୁକୁ ଅନ୍ୱେଷଣ କର।
ଏଟା ହଉଛି ପ୍ରଥମ ବିଷୟ ଯାହାକି ଆମକୁ କରିବା ପାଇଁ କୁହାଯାଉଛି। ଅନ୍ୱେଷଣ କର। ପରମେଶ୍ୱରଙ୍କର ବିଷୟବସ୍ତୁ ପ୍ରତି ଆମେ ଅନ୍ୱେଷଣ କରିବା ପାଇଁ, ସ୍ୱର୍ଗସ୍ଥ ବିଷୟ ପ୍ରତି ଅନ୍ୱେଷଣ କରିବା ପାଇଁ ଆମମାନଙ୍କୁ କୁହାଯାଉଛି। ଉର୍ଦ୍ଧ୍ୱସ୍ଥ ବିଷୟ ସବୁ ଅନ୍ୱେଷଣ କର। ଆଜି ଆମେ କେଉଁ କେଉଁ ବିଷୟ ସବୁ ଅନ୍ୱେଷଣ କରୁଛୁ? ଆଜି କେଉଁ ବିଷୟକୁ ଆମେ ପ୍ରାଧାନ୍ୟତାର ସହିତ ଆମେ ଆଜି ଅନ୍ୱେଷଣ କରୁଛୁ ଆମମାନଙ୍କ ଜୀବନରେ? କଣ କେଉଁ କେଉଁ ଚାକିରି କରିବି, ସେଟା ସମସ୍ତଙ୍କର ଚିନ୍ତା। କାହାକୁ ବାହା ହେବି, ସେଟା ଆଉ ଗୋଟେ ଚିନ୍ତା। ଆଉ କଣ, କେଉଁ କଲେଜରେ ପାଠ ପଢିବି, ସେଟା ଗୋଟେ ଚିନ୍ତା। କେମିତି ମୋର ରୋଜଗାର ଠିକ ହେବ, ସେଟା ଗୋଟେ ଚିନ୍ତା। କେମିତି ମୋର ପରିବାରର ମୁଁ ଯତ୍ନ ତତ୍ଵ ଠିକ ସେ ନେବି, ସେଟା ଗୋଟେ ଚିନ୍ତା। ଅନେକ ବିଷୟ ଯୋଉଟା କି ଆମେ ଏହି ଜଗତରେ ଥିବା ସମୟରେ ଅନ୍ୱେଷଣ କରିଥାଉ। ଆହୁରି ଅନେକ ଅନ୍ୱେଷଣ କରିବାର ବିଷୟ ଯୋଉଟା କି ପାର୍ଥିବ ବିଷୟକୁ ଯଦି ଆମେ ଦେଖିବା, ଆମେ କାହାର ହୁଏତ ଅମଙ୍ଗଳ କରିବା ପାଇଁ ଅନ୍ୱେଷଣ କରିଥାଉ, କାହା ବିଷୟରେ ଖରାପ କଥା କହିବା ପାଇଁ ଆମେ ଅନ୍ୱେଷଣ କରିଥାଉ। କିନ୍ତୁ ପ୍ରଭୁଙ୍କର ବାକ୍ୟରେ ଲେଖା ଅଛି ଯେ ପାର୍ଥିବ ବିଷୟ ପ୍ରତି ମନୋଯୋଗୀ ନ ହୋଇ ଉର୍ଦ୍ଧ୍ୱସ୍ଥ ବିଷୟ ପ୍ରତି ତମେ ମାନେ ଅନ୍ୱେଷଣ କର। ମାନେ ପୃଥିବୀରେ ଆମେ ଅଛୁ, କିନ୍ତୁ ପୃଥିବୀ ଆମ ପାଇଁ ସବୁଦିନ ରହିବ ନାହିଁ। ଆମେ ହୁଏତ ଏଇ ପୃଥିବୀରେ ଅଳ୍ପ ସମୟ ପ୍ରଭୁଙ୍କର ପାଇଁ ରହିଛୁ, କିନ୍ତୁ ଆମେ ଯଦି ଆଜି ପ୍ରଭୁଙ୍କ ଠାରେ ଜୀବିତ ଅଛୁ, ତାହେଲେ ଆମେ ଦିନେ ଏହି ପୃଥିବୀକୁ ଛାଡିବା। ଆଉ ଯେଉଁ ସ୍ଥାନକୁ ଆମେ ଯାଉଛୁ, ସେଇ ସ୍ଥାନ ପ୍ରତି ଆମମାନଙ୍କର ଲକ୍ଷ୍ୟ ରହିବା ଆବଶ୍ୟକ। ଉର୍ଦ୍ଧ୍ୱସ୍ଥ ବିଷୟ ପ୍ରତି ଅନ୍ୱେଷଣ କହିବାର ଅର୍ଥ ହଉଛି ଆମେ ସ୍ୱର୍ଗୀୟ ବିଷୟ ପ୍ରତି ଆମମାନଙ୍କର ମନୋଭାବକୁ ଆମେ ରଖିବା ଆବଶ୍ୟକ। ଆଜି ଯୁବତୀ ବୟସରେ ପ୍ରଭୁ ଆପଣ ମାନଙ୍କୁ ତାଙ୍କର ପରିଚୟ ଦେଇଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଏମିତି ନ ହଉ ଯେ ଅନେକ ଲୋକମାନେ ଜୀବନ ସାରା ପାର୍ଥିବ ବିଷୟକୁ ଧ୍ୟାନ ଦେଇ 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 ଶେଷରେ ଯେତେବେଳେ ସେମାନଙ୍କ ଜୀବନର କାଳ ଶେଷ ହେଇଯିବ, ସେମାନେ ଉର୍ଦ୍ଧ୍ୱ ବିଷୟକୁ ସେମାନେ ଧ୍ୟାନ ଦେବେ। ଅନେକ ଲୋକମାନେ ବୁଢା ବୁଢୀ ହେଇଗଲା ପରେ ପ୍ରଭୁଙ୍କର ବିଷୟକୁ ଧ୍ୟାନ ଦେବା ପାଇଁ ଚାହିଁଥାନ୍ତି। ରିଟାୟାରମେଣ୍ଟ ହେଇଗଲା ପରେ ପ୍ରଭୁଙ୍କର ସେବା କରିବା ପାଇଁ ସେମାନେ ଚାହାନ୍ତି। କିନ୍ତୁ ଆମେ ଆଜି ଆମମାନଙ୍କର ଜୀବନର ପ୍ରାରମ୍ଭରୁ ହିଁ ପ୍ରଭୁଙ୍କର ନିମନ୍ତେ, ପ୍ରଭୁଙ୍କର ଉର୍ଦ୍ଧ୍ୱସ୍ଥ ବିଷୟକୁ ଅନ୍ୱେଷଣ କରି ଜୀବନ ଯାପନ କରିବା ପାଇଁ ଆମେ ମନୋଯୋଗୀ ହେଇଛୁ କି? ଅନେକ ସମୟରେ ଆମେ ଆମମାନଙ୍କର ଜୀବନକୁ ଈଶ୍ୱରଙ୍କର ତୁଳନାରେ ଦେଖିନଥାଉ, ଜଗତ ତୁଳନାରେ ଆମେ ଦେଖିଥାଉ। ଆଉ ସେଥିପାଇଁ ଆମମାନଙ୍କର ପ୍ରାୟୋରିଟି, ଆମମାନଙ୍କର ପ୍ରାଥମିକତା, ଆମେ କଣ ଅନ୍ୱେଷଣ କରିବା ଆବଶ୍ୟକ ତାହାକୁ ଆମେ ଭୁଲି ଯାଉ। ଜଗତ ଯେତେବେଳେ ଆମେ ଅଛୁ, ଜଗତ ଆମକୁ ଅନେକ ଲାଳସା, ଅନେକ ବିଷୟ ସବୁରେ ଆମମାନଙ୍କୁ ଆସକ୍ତ କରିବ। କିନ୍ତୁ ଆମେ ପୃଥିବୀର ବିଷୟ ସବୁକୁ ଆମେ ନ ଧ୍ୟାନ ଦେଇକି ଆମେ ସ୍ୱର୍ଗସ୍ଥ ବିଷୟ ପ୍ରତି ଆମେ ଅନ୍ୱେଷଣ କରିବା ଆବଶ୍ୟକ। ଘୁଷୁରୀ ଘୁଷୁରୀ ସବୁବେଳେ କୁଆଡେ ଦେଖେ? ଘୁଷୁରୀ ସବୁବେଳେ କୁଆଡେ ଦେଖେ? ସବୁବେଳେ ଘୁଷୁରୀ ମୁହଁଟା ତଳକୁ ଥାଏ। ସବୁବେଳେ ଘୁଷୁରୀ ସେ ତଳ ବିଷୟ ପ୍ରତି ସେ ଆସକ୍ତ ଥାଏ, ତଳ ବିଷୟ ପ୍ରତି ସେ ଅନ୍ୱେଷଣ କରେ। ଆଉ କଣ ହେବ ଯେତେବେଳେ ତା ଜୀବନ ଶେଷ ହେବ? ସେ ତା ଜୀବନରେ ଥରେ ଉପରକୁ ଦେଖିବା ପାଇଁ ସୁଯୋଗ ପାଇବ। କେବେ ଜାଣନ୍ତି କି? ସବୁବେଳେ ସେ ତଳକୁ ଦେଖୁଛି ନା, ତା ପାଇଁ ସବୁବେଳେ ସେ ପଙ୍କ, ସେ କାଦୁଅ, ସେ ସବୁ ମାନେ ଅ ମାନେ ଆବର୍ଜନା ତା ପାଇଁ ସବୁବେଳେ ଭଲ ଲାଗିଥାଏ। କିନ୍ତୁ ଦିନେ ନା ଦିନେ ତା ଜୀବନରେ ଉପରକୁ ଦେଖିବା ପାଇଁ ସୁଯୋଗ ମିଳିଥାଏ। କେତେବେଳେ ମିଳେ ଜାଣିଛନ୍ତି କି? ଯେତେବେଳେ ତାହାକୁ ବାନ୍ଧି ଦିଆଯାଏ, ଚାରିଟା ଗୋଡକୁ ଗୋଟେ ଗେଡା ଗୋଟେ ଲଗେଇ ଦିଆଯାଏ, ଦୁଇ ଜଣ ତାକୁ ବୋହିକି ନେବେ କାଟିବା ପାଇଁ, ସେତେବେଳେ ତାର ଆଖି ଯେତେବେଳେ ଉଲଟି ଯିବ, ସେ ଆକାଶକୁ ଦେଖିବ, ନୁହେଁ କି? ଆଉ ତାପରେ ସେ ଜାଣିବ ଯେ ଆରେ ଜୀବନ ସାରା ତ ମୁଁ ଖାଲି ତଳକୁ ଦେଖି ଦେଖି ଭାବୁଥିଲି ଯେ ଏଟା ଏକା ମୋର ସ୍ୱର୍ଗ, ଏଟା ଏକା ମୋର ସବୁ ବଢିଆ ବିଷୟ। କିନ୍ତୁ ଯେତେବେଳେ ସେ ଉଲଟି ଯାଏ, ସେ ବାସ୍ତବରେ ଆହୁରି ସୁନ୍ଦର ବିଷୟ ଯେ ଉର୍ଦ୍ଧ୍ୱରେ ଅଛି, ସେ ବିଷୟକୁ ଜାଣିବା ପାଇଁ ସେ ତାର ଆଖି ଖୋଲି ଯାଇଥାଏ। କିନ୍ତୁ ତା ପାଖରେ ଆଉ ସମୟ ଥାଏ କି? ନାହିଁ। ଶୀଘ୍ର ସେ ପଟାଳି ପାଖକୁ ଯାଇକି ସେ ଖଣ୍ଡ ଖଣ୍ଡ ହେବା ପାଇଁ ଯାଇଥାଏ।
ମୋ କହିବାର ଉଦ୍ଦେଶ୍ୟ ହଉଛି ଯେ ଆମେ ଜୀବନ ସାରା ପୃଥିବୀ 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 ଜଗତ ଜଗତକୁ ଦେଖି ଦେଖି ଯିବା, ଆଉ ଶେଷରେ ଏ ପ୍ରକାର ଏକ ଅବସ୍ଥା ଆସିବ ପ୍ରିୟମାନେ, ଆମର ପ୍ରଭୁ ଆଖି ଖୋଲିବେ। କିନ୍ତୁ ହୁଏତ ସେ ସମୟରେ ଯୋଉ ବଳ ପ୍ରଭୁ ଆପଣଙ୍କୁ ଦେଇଛନ୍ତି ସେ ବଳ ଆଉ ନଥିବ। ଯୋଉ ଆଗ୍ରହ ପ୍ରଭୁ ଆଜି ଆପଣଙ୍କ ପାଖରେ ରହିଛି ସେଟା ନଥିବ। ଯୋଉ ଅଗ୍ନିର ପାୱାର ଶକ୍ତି ପ୍ରଭୁ ଆଜି ଆପଣଙ୍କ ଦେଇକି ବ୍ୟବହାର କରିବା ପାଇଁ ଚାହାନ୍ତି, ହୁଏତ ସେ ସମୟରେ ଆଉ ତାହା ନଥିବ। ସେଥିପାଇଁ ପ୍ରଥମ ବିଷୟ ହଉଛି ଆମେ ଆଜି କଣ ଅନ୍ୱେଷଣ କରୁଛୁ ଆମ ଜୀବନରେ, ତାହା ଆମେ ଚିନ୍ତା କରିବା ଆବଶ୍ୟକ। ପ୍ରଭୁଙ୍କର ବିଷୟକୁ ଅନ୍ୱେଷଣ କରୁଛୁ ନା ଜଗତର ବିଷୟକୁ ଅନ୍ୱେଷଣ କରୁଛୁ? ଦ୍ୱିତୀୟ ବିଷୟ କହନ୍ତି ଦୁଇ ପଦରେ, ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ। ପ୍ରଥମଟା ତ ଅନ୍ୱେଷଣ କରିବା ପାଇଁ କିଛି କହନ୍ତି, ଆଉ ଦ୍ୱିତୀୟଟା ଆସକ୍ତ ହେବା ପାଇଁ କିଛି କହନ୍ତି। ପୃଥିବୀର ବିଷୟବସ୍ତୁରେ ଆସକ୍ତ ନ ହୋଇକି ଆମେ ଯେପରି ମାନେ ଉର୍ଦ୍ଧ୍ୱସ୍ଥ ବିଷୟରେ ଆମେ ଆସକ୍ତ ହେବା। ପାଉଲଙ୍କର ଲେଖାରୁ ଆମେ ଆଉ ଗୋଟେ ପଦ ପଢିବା, ରୋମିଓ 12 ଅଧ୍ୟାୟର 2 ପଦ। ରୋମିଓ 12 ଅଧ୍ୟାୟର 2 ପଦ ପଢନ୍ତୁ କି ଜଣେ। ତୁମେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମେମାନେ ଈଶ୍ୱରଙ୍କ ଇଚ୍ଛା କଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଣ, ଏହା ପରୀକ୍ଷା କରି ଜାଣିପାର। ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ଆପଣା ଆପଣା ମନର ନୂତନୀକରଣ ଦ୍ଵାରା ପରିବର୍ତ୍ତିତ ହୁଅ। ଆମମାନଙ୍କର ମନକୁ ଆମେ କିପରି ଆମେ ପ୍ରଭୁଙ୍କର ନିମନ୍ତେ ଆସକ୍ତ କରିପାରିବା, ପ୍ରଭୁଙ୍କର ନୂତନ ଜୀବନରେ ଯେ ପ୍ରକାର ଆମେ ପରିବର୍ତ୍ତିତ ହୋଇପାରିବା, ସେଥିପାଇଁ ଆମେ ଚିନ୍ତା କରିବା ଆବଶ୍ୟକ। ପ୍ରିୟମାନେ, ଆମମାନଙ୍କର ଜୀବନ ଅନେକ ସମୟରେ ଜଗତର ଏଇ ଯୁଗର ଅନୁରୂପୀ ହେଇଯାଇଥାଏ। ଅନେକ ସମୟରେ ଆମେ ଏଇ ଜଗତର ବିଷୟବସ୍ତୁକୁ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବୋଲି ଭାବି ଦେଇଥାଉ। କିନ୍ତୁ ଆମେ ପ୍ରଭୁଙ୍କର ସନ୍ତାନ ଭାବରେ ଆମେ ଚିନ୍ତା କରିବା ଆବଶ୍ୟକ ଯେ ମୋ ଜୀବନ ନିମନ୍ତେ ମୁଁ କେଉଁ ବିଷୟରେ ଆସକ୍ତ ହେଉଅଛି। ଆସକ୍ତ ଗୋଟେ ଶବ୍ଦ, ଯୋଉ ଶବ୍ଦ କି ଆମମାନଙ୍କୁ ବିଶେଷ ଭାବରେ ଚିନ୍ତା କରାଇଥାଏ ଯେ ମୁଁ କେଉଁଠାରେ ମୋର ମନକୁ ଲଗାଉଛି। ଯେ ତାର ସରଳ ଭାଷା ଦେଖିବା, ସେମାନେ ପୃଥିବୀ ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ, ତାର ଅର୍ଥ ମନ ଲଗାଅ। ଆମର ମନ ଯୋଉଠି, ଆମଙ୍କ ଧ୍ୟାନ ମଧ୍ୟ ସେଠି ରହିବ, ଆମମାନଙ୍କର ଇଚ୍ଛା ମଧ୍ୟ ସେଇଠି ରହିବ। ଆଜି ଆମମାନଙ୍କର ମନକୁ ଆମେ କି ପ୍ରକାର ଭାବରେ ସଜାଉଛୁ, ତାହା ଆମେ ଚିନ୍ତା କରିବା ଆବଶ୍ୟକ। ଆଜି ଆମମାନଙ୍କର ମନକୁ ଯଦି ଆମେ ଖରାପ ବିଷୟରେ ଚିନ୍ତା ରଖିବା, ଖରାପ ହେବ। ଯଦି ଭଲ ବିଷୟ ରଖିବା, ତାହେଲେ ତାହା ଆମମାନଙ୍କର ପାଇଁ ସୁଗ୍ରାହ୍ୟ, ଉତ୍ତମ, ଭଲ ହେବ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆପଣ ମାନଙ୍କର ଏଇ ଯୌବନ କାଳୀନ ଜୀବନରେ ଏକ ଜୀବିତ ପରମେଶ୍ୱରଙ୍କର ସନ୍ତାନ ଭାବରେ, ପୁନରୁତ୍ଥିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସନ୍ତାନ ଭାବରେ ଆପଣମାନେ ଉର୍ଦ୍ଧ୍ୱସ୍ଥ ବିଷୟକୁ ଅନ୍ୱେଷଣ କରିବେ, ଆଉ ଉର୍ଦ୍ଧ୍ୱସ୍ଥ ବିଷୟ ପ୍ରତି ମନୋଯୋଗୀ ହେବେ, ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୋଇକି ଜୀବନ ଯାପନ କରିବେ। ପ୍ରିୟମାନେ, ଆମମାନଙ୍କର ବୟସ ଥରେ ମାତ୍ର। ବେଶୀ ସେ ବେଶୀ କେତେ ବର୍ଷ ବଞ୍ଚିବା? 70 ବର୍ଷ, 80 ବର୍ଷ। ସେଟା ମଧ୍ୟ ଗ୍ୟାରେଣ୍ଟି ଅଛି କି? ଗ୍ୟାରେଣ୍ଟି ଅଛି କି ଯେ 70 ବର୍ଷ ମୁଁ ବଞ୍ଚିବି କହିକି? 80 ବର୍ଷ? नो ଗ୍ୟାରେଣ୍ଟି। କେତେବେଳେ ଆମର ଜୀବନ ଯିବ ଆମମାନଙ୍କୁ ଜଣା ନାହିଁ। କିନ୍ତୁ ପ୍ରଭୁ ଯେତେ ଦିନ ପର୍ଯ୍ୟନ୍ତ ଆମକୁ ଜୀବନ ଦେଇଛନ୍ତି, ଏଇ ଜୀବନ କାଳରେ ଆମେ ସେଇ ଅନନ୍ତତାର ବିଷୟ ସବୁକୁ ଆମେ ଆମମାନଙ୍କ ଜୀବନରେ ମନୋଭାବର ସହିତ ଆମେ ବଞ୍ଚିବା କି? ପ୍ରଭୁ ଆପଣଙ୍କ ନିମନ୍ତେ ଏକ ବିଶେଷ ଯୋଜନା ହଇତ ରଖିଅଛନ୍ତି। ଆପଣଙ୍କୁ ଏକ ବିଶେଷ କାମ ନିମନ୍ତେ ବ୍ୟବହାର କରିବା ପାଇଁ ମଧ୍ୟ ଚାହାନ୍ତି। ଉର୍ଦ୍ଧ୍ୱସ୍ଥ ବିଶ୍ୱର ସେ ଉଚ୍ଚ ପଦବୀ ଦେବା ପାଇଁ ଚାହାନ୍ତି। କିନ୍ତୁ ଆପଣ ସେଇ ପଦବୀ, ସେ ଉର୍ଦ୍ଧ୍ୱସ୍ଥ ବିଷୟ ପ୍ରତି ଆପଣଙ୍କର ମନୋଭାବ ଅଛି କି, ତାହା ଚିନ୍ତା କରିବା ଆବଶ୍ୟକ। ପ୍ରଭୁ ସମସ୍ତଙ୍କୁ ଆହ୍ୱାନ କରନ୍ତି, କିନ୍ତୁ ସମସ୍ତେ ପ୍ରସ୍ତୁତ ନଥାନ୍ତି। ଆଜି ପ୍ରଭୁଙ୍କର ନିମନ୍ତେ ବ୍ୟବହାର ହେବା ପାଇଁ, ପ୍ରଭୁଙ୍କର ନିମନ୍ତେ ଉଦ୍ଯୋଗୀ ହେବା ପାଇଁ, ଜୀବିତ ପରମେଶ୍ୱରଙ୍କର ନିମନ୍ତେ ବ୍ୟବହାର ଯୋଗ୍ୟ ହେବା ପାଇଁ ଆପଣ ମାନେ ଆଜି ନିଜକୁ ପ୍ରସ୍ତୁତ କରିପାରିବେ କି? ଜାଣି ରଖନ୍ତୁ ଯେ ଜୀବନଟା ଥରେ ମାତ୍ର। ଏଇ ଜୀବନ ଆଉ କେବେ ମଧ୍ୟ ମିଳିବ ନାହିଁ। ଆପଣଙ୍କର ଜନ୍ମ ଆଉ ମୃତ୍ୟୁ, ଦ୍ୟାଟ୍ସ ଅଲ୍।
ଜନ୍ମ ପୂର୍ବରୁ ଆପଣ ନଥିଲେ ଏ ଜଗତରେ, ଜନ୍ମ ପରେ ମଧ୍ୟ, ମୃତ୍ୟୁ ପରେ ମଧ୍ୟ ଆଉ ଆପଣଙ୍କୁ ଏ ସୁଯୋଗ ଦିଆଯିବ ନାହିଁ। ପ୍ରଭୁଙ୍କର ଅନନ୍ତ କାଳୀନ ଯୋଜନାରେ, ଅନନ୍ତ କାଳ ମାନେ ଇଟରନାଲ ଲାଇଫ, କେବେ ଶେଷ ନ ହେବାର ଏକ ଜୀବନରେ ପ୍ରଭୁ ଆପଣଙ୍କୁ ଜଷ୍ଟ ଗୋଟେ 70 ବର୍ଷ କିମ୍ବା 80 ବର୍ଷ ବଞ୍ଚିବା ପାଇଁ ଜଗତରେ ସୁଯୋଗ ଦେଇଛନ୍ତି। ସେଇ 70-80 ବର୍ଷ ମଧ୍ୟରେ ଜୀବିତ ପରମେଶ୍ୱରଙ୍କର ପରିଚୟ ପାଇବା ପାଇଁ ସୁଯୋଗ ଦେଲେ। ସେ ଜୀବିତ ପରମେଶ୍ୱରଙ୍କର ନିମନ୍ତେ ଆମେ ଆଜି ଜୀବିତ ଭାବରେ ଜୀବିତ ଆଚରଣ କରୁଛୁ କି, ଆମେ ଚିନ୍ତା କରିବା ଆବଶ୍ୟକ। ପ୍ରଭୁଙ୍କର ନିମନ୍ତେ ମୁଁ ଜୀବିତ ଭାବରେ ଆଜି ମୁଁ ଅଛି କି ନା ମୃତ ଭାବରେ ଅଛି? ଗୋଟେ ଶେଷ ପଦ ପଢିକି ଆମେ ଶେଷ କରିବା। ପୁଣି ସେ ପାଉଲଙ୍କର ଲେଖା ଏଫେସୀୟ 5 ଅଧ୍ୟାୟ ଏଫେସୀୟ 5 ଅଧ୍ୟାୟକୁ ଆସିବା ଆଉ 14 ପଦ। ଏଣୁ ଉକ୍ତ ଅଛି, ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି ଖ୍ରୀଷ୍ଟ ତୁମକୁ ଆଲୋକ ପ୍ରଦାନ କରିବେ। ହେ ନିଦ୍ରିତ ଜାଗ। ଆଜି ଆମେ ହୁଏତ ଆମର ଆତ୍ମିକ ଜୀବନରେ ଆଜି ଆମେ ମୃତ ହେଇଯାଇଛୁ, ଆମେ ଶୋଇ ପଡିଛୁ। ଆମମାନେ କଣ ଚାଲିଛି, ଆମମାନଙ୍କର ଆତ୍ମିକ ଜୀବନର ପଦବୀ, ଆମମାନଙ୍କର ଆଶୀର୍ବାଦ, ଆମମାନଙ୍କର ଜ୍ଞାନ ଚକ୍ଷୁକୁ ଶୈତାନ ବନ୍ଦ କରିଦେଇଛି, ଆମକୁ କିଛି ଜଣା ନାହିଁ। କହିଲେ କହନ୍ତି ଯେ ହେ ନିଦ୍ରିତ ଜାଗ, ଯେ ପର୍ଯ୍ୟନ୍ତ ଜାଗିବା ନାହିଁ, ଯେ ପର୍ଯ୍ୟନ୍ତ ଆମେ ମୃତ ମାନଙ୍କର ମଧ୍ୟରେ ଉଠିବା ନାହିଁ, ତଥା ଆମମାନଙ୍କର ଆତ୍ମିକ ଜୀବନରେ ଆମେ ଉଠିବା ନାହିଁ, ଆମେ ଖ୍ରୀଷ୍ଟଙ୍କର ଆଲୋକରେ ଆମେ ନିଜକୁ ଉଜ୍ଜଳିତ କରିପାରିବା ନାହିଁ। ଦେଖା ଅଛି, ପୁଣି ଖ୍ରୀଷ୍ଟ ତୁମମାନଙ୍କୁ ଆଲୋକ ପ୍ରଦାନ କରିବେ। ଆଜି ଯଦି ଆମେ ମୃତ ଅଛୁ, ଆଜି ଯଦି ଆମେ ଉଠି ନାହୁଁ, ତାହେଲେ ପ୍ରଭୁ ଆମମାନଙ୍କୁ କେବେ ମଧ୍ୟ ଆଲୋକ ପ୍ରଦାନ କରିବେ ନାହିଁ। ପ୍ରଭୁ ସାହାଯ୍ୟ କରନ୍ତୁ ଯେପରି ଆମେ ଏକ ଉତ୍ଥାପିତ ଜୀବନ, ଏକ ସ୍ୱର୍ଗୀୟ ଜୀବନ ଯାପନକୁ ଏଇ ଜଗତ ଥିବା ସମୟରେ ଆମେ ଦର୍ଶାଇବା। ଆଉ ଲେଖା ଅଛି ଶେଷରେ କଣ? ପ୍ରଭୁ ପ୍ରକାଶ ପାଇବେ, ଆମେ ମଧ୍ୟ ସେଦିନ ପ୍ରଭୁଙ୍କ ନିକଟରେ ଆମେ ପ୍ରକାଶିତ ହେବା। 4 ପଦରେ ପ୍ରଭୁଙ୍କର ସେ ଗୌରବମୟ ପ୍ରକାଶନର ଅପେକ୍ଷାରେ ରହୁ। ପ୍ରଭୁ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ ଏଇ ସୁନ୍ଦର ସମୟ ଏବଂ ସୁଯୋଗ ମୋତେ ଦେଇଥିବାରୁ। ପୁଣି ଥରେ ମୁଁ ଜିହୋବାର ପ୍ରେୟାର ଫେଲୋସିପକୁ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ। ଥ୍ୟାଙ୍କ ୟୁ ସୋ ମଚ୍।